ସୁସ୍ଥ ଜୀବନ ଓଡ଼ିଶାରେ ଆସନ୍ତୁ ଜାଣିବା ଡ୍ରାଗନ ଫଳ କେତେ ଉପକାରୀ। ଡ୍ରାଗନ ଫଳର ମୂଳ ଦେଶ ଦକ୍ଷିଣ ଆମେରିକା। ଏଇଠାରେ ହିଁ ଏହାର ଉତ୍ପତ୍ତି ହୋଇଥିଲା। ଏହା ବ୍ୟତୀତ ଏହି ଫଳକୁ ମେକ୍ସିକୋ, ଥାଇଲାଣ୍ଡ ଏବଂ ଭାରତରେ ମିଜୋରାମରେ ଚାଷ କରାଯାଏ। ଏହାକୁ ଭାରତରେ କମଲ ଫଳ ବା ପିଟାୟ ମଧ୍ୟ କୁହାଯାଇଥାଏ। ଗୋଟିଏ ବିଦେଶରୁ ଆସିଥିବା ଫଳ ବା ଏକ୍ଜୋଟିକ୍ ଫଳ ହେଲେ ମଧ୍ୟ ଭାରତୀୟ ବଜାରରେ ଏହାର ଦାମ ଏବଂ ଚାହିଦା ଅଧିକ ରହିଛି। ଆସନ୍ତୁ ଜାଣିବା ଏଥିରେ ଥିବା ପୋଷକ ତତ୍ତ୍ୱ ବିଷୟରେ। ପ୍ରତି 100 ଗ୍ରାମ ଫଳରେ କ୍ୟାଲୋରି 61 କ୍ୟାଲୋରି ଥାଏ। ଫ୍ୟାଟ୍ ଅଂଶ 0.5 ଗ୍ରାମ, ଫାଇବର 3 ଗ୍ରାମ, ଭିଟାମିନ୍ ସି 4 ମିଲିଗ୍ରାମ। ଏହାଛଡ଼ା କ୍ୟାଲସିୟମ, ଆଇରନ୍, ପୋଟାସିୟମ, ସୋଡିୟମ ଇତ୍ୟାଦି ମିନେରାଲ ଏଥିରେ ଭରପୁର ମାତ୍ରାରେ ଥାଏ। ଡ୍ରାଗନ ଫଳ ଭିତରେ ଥିବା ଲାଲ ରଙ୍ଗର ପଲ୍ପ ବା ରସରେ ବିଟାଲିନ୍ସ ନାମକ ପଦାର୍ଥ ଥାଏ, ଯାହା ହୃଦୟକୁ ସୁସ୍ଥ ରଖେ ଏବଂ କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରିଥାଏ। ଫାଇବରର ପରିମାଣ ଅଧିକା ଥିବାରୁ ଏହା ଡାଇବେଟିସକୁ ନିୟନ୍ତ୍ରଣରେ ରଖିଥାଏ, ରକ୍ତ ଶର୍କରାକୁ ବଢ଼ିବାକୁ ଦିଏ ନାହିଁ, ହଜମ ଶକ୍ତି ବଢ଼ାଇଥାଏ। ଏଥିରେ ଥିବା ଅଲିଗୋସାକାରାଇଡ୍ ଆମ ଅନ୍ତନଳୀରେ ଥିବା ଉପକାରୀ ବ୍ୟାକ୍ଟେରିଆ ଗୁଡ଼ିକୁ ପୋଷକ ତତ୍ତ୍ୱ ପ୍ରଦାନ କରିବା ସହିତ ସେଗୁଡ଼ିକର ବୃଦ୍ଧି ଓ ସ୍ୱାସ୍ଥ୍ୟରେ ସାହାଯ୍ୟ କରେ, ଯାହାକି ପରିଶେଷରେ ଆମର ପାଚନ ଶକ୍ତିକୁ ବଢ଼ାଇଥାନ୍ତି। ଅନେକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟସ୍, ଫ୍ଲାଭୋନଏଡ୍ସ, ଫେନୋଲିକ୍ ଏସିଡ୍ ଏଥିରେ ଥିବାରୁ କ୍ୟାନ୍ସରର ସମ୍ଭାବନାକୁ ଏହା ରୋକିଥାଏ। ଡ୍ରାଗନ ଫଳ ନିୟମିତ ଭାବରେ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ଯେଉଁମାନେ ଡେଙ୍ଗୁ ରୋଗରେ ପୀଡ଼ିତ, ସେମାନେ ଡାକ୍ତରଙ୍କ ଦିଆଯାଇଥିବା ଔଷଧ ସହିତ ଏହି ଫଳକୁ ଖାଇଲେ ଶୀଘ୍ର ସୁସ୍ଥ ହୋଇଯାଆନ୍ତି। ସଫିସିଏଣ୍ଟ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ଚର୍ମକୁ ସତେଜ, ସୁସ୍ଥ ଓ ଚିକ୍କଣ ରଖେ। ରିଙ୍କିଲନେସ୍ ବା ଏଜିଂର ପ୍ରଭାବକୁ କମେଇଥାଏ। ଶରୀରରେ ପାଣିର ପରିମାଣକୁ ଏହା ବାଲାନ୍ସ ରଖିଥାଏ। ବଡିକୁ ହାଇଡ୍ରେଟେଡ୍ ରଖେ। ଏଥିରେ ଲ୍ୟୁଟେଇନ୍, ଜିଜାନ୍ଥିନ୍, ମିଜୋଜିଜାନ୍ଥିନ୍ ଏସବୁ ଥିବାରୁ ଆଖି ପାଇଁ ବହୁତ ଉପକାରୀ ହୋଇଥାଏ। ଡ୍ରାଗନ ଫଳ ଖାଇବା ଦ୍ୱାରା ସ୍ନାୟୁ ଏବଂ ଅସ୍ଥି ଏହି ଦୁଇଟି ଯାକ ଯଥେଷ୍ଟ ଖାଦ୍ୟସାର ପାଇଥାନ୍ତି। ଏଥିରେ ପୋଟାସିୟମ ଓ ସୋଡିୟମ ସଫିସିଏଣ୍ଟ ପରିମାଣରେ ଥିବାରୁ ନର୍ଭ ଇମ୍ପଲ୍ସ କଣ୍ଡକ୍ସନ ଟ୍ରାନ୍ସଫର କରିବାରେ ଏହା ବହୁତ ସାହାଯ୍ୟ କରିଥାଏ ଏବଂ ହାଡ଼ର ସ୍ୱାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଭିଡିଓରେ ଦେଇଥିବା ଇନଫର୍ମେସନ ଭଲ ଲାଗିଥିଲେ କମେଣ୍ଟରେ ଲେଖି ନିଶ୍ଚୟ ଜଣାନ୍ତୁ ଏବଂ ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ।